नमस्कार बंधुगण मु बबिता आसी जाइछि मोर चैनल बबिता मोटिवेशनल रे आज आउ किछि आपण मानक सहित सुख दुख हेबा पय आज्ञा पिता माता एमाने हेउछंती चलंती देवता बा जीवंत देवता। आमे भगवान की आमे देखि नाहु, केवल आमे शुणिछु एवं विभिन्न चित्र मानकरे मंदिर मानकरे तांकर मूर्ति देखि हाँ भगवान एई भलिया हेइथिबे बोली आमे भाबी तांकर प्रतिमूर्ति रखी तांकर फोटो चित्र रखी आमे पूजा करूछु। किंतु पिता माता हेउछंती आज्ञा जीवंत देवता जहाँको आमे देखि पारुछु, तांको सहित कथा हेइ पारुछु, तांको सहित इंटराक्ट करि पारुछु। सेमाने हेउछंती जीवंत देवता। ए पृथ्वी को आमको आनिबा लोक होउछंती सेमाने, आमको शरीर दान करिबा लोक होउछंती सेमाने, आमको जीवन दान करिबा लोक होउछंती सेमाने, आमको छोटरू पाଳି पोषी बड़ करी मଣିଷ କରିବା ଲୋକ ହଉଛନ୍ତି ସେମାନେ। ସେମାନେ ଆମକୁ ତାଙ୍କର ସର୍ବସ୍ୱ ଅଜାଡ଼ି ଦେଇ ସ୍ନେହ ମମତାରେ ଭରପୁର କରି ଆମକୁ ବଡ଼ କରିଥାନ୍ତି। ନିଜେ ଅଭାବରେ ରହି ଆମକୁ ସବୁ ଜିନିଷ ଯୋଗେଇଥାନ୍ତି। ନିଜେ ଦୁଃଖ ସହି ଆମକୁ ସୁଖ ଦେଇଥାନ୍ତି। ନିଜେ କଣ୍ଟାରେ ଚାଲି ଆମକୁ ଫୁଲରେ ଚଲେଇଥାନ୍ତି। ସବୁବେଳେ ଛାଇଟି ପରି ମାର ପଣତ କାନି ବାପାଙ୍କର ସ୍ନେହ ଶ୍ରଦ୍ଧା ସବୁ ଆମକୁ ଘୋଡ଼େଇ ରଖିଥାଏ। ଆଜ୍ଞା ତେଣୁ ପିତାମାତା ହେଉଛନ୍ତି ସବୁଠାରୁ ବଡ଼ ଠାକୁରଙ୍କ ଠାରୁ ବଡ଼। ଏ ସ୍वर्ଗ ମର୍ତ୍ତ୍ୟ ପାତାଳ ତିନିପୁରରେ ସମସ୍ତଙ୍କ ଠାରୁ ହେଉଛନ୍ତି ପିତାମାତା ବଡ଼। ତେଣୁ ବଡ଼ ହେଲା ପରେ ସେ ପିତାମାତାଙ୍କୁ ଭୁଲି ଯାଆନ୍ତୁନି, କିମ୍ବା ସେ ପିତାମାତାଙ୍କୁ କଷ୍ଟ ହେଲା ପରେ କିଛି କଥା କୁହନ୍ତୁ ନାହିଁ। ଆଜ୍ଞା କଣ ହେଉଛି ନା ପିତାମାତା ଅତି ସ୍ନେହ ଆଦରରେ ନିଜକୁ ଅସୁବିଧାରେ ପକେଇ ନିଜେ ସୁଖ ଦୁଃଖ ଭୁଲି ପିଲାମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦେଇ ମୋ ପୁଅ ମୋ ଝିଅ ଭାବି ସେମାନଙ୍କୁ ବଡ଼ କରନ୍ତି। ଝିଅଟିଏ ହେଉ ବା ପୁଅଟିଏ ହେଉ ସେମାନେ ଖୁବ୍ ଖୁସି ହେଇଥାନ୍ତି। ଯେତେବେଳେ ଗୋଟେ ସନ୍ତାନର ଘରେ ଜନ୍ମ ହେଇଥାଏ ତାଙ୍କ ଗୋଡ଼ ହାତ ତଳେ ଲାଗି ନଥାଏ, ପିଠା ବଣ୍ଟା ହେଇଥାଏ, ପୂଜା ପାଠ ହେଇଥାଏ, ଆନନ୍ଦ ଉତ୍ସବ ହେଇଥାଏ। ସେମାନେ ଖୁବ୍ ଆନନ୍ଦିତ ହେଇଥାନ୍ତି ଯେ ମୋ କୋଳକୁ ସନ୍ତାନଟିଏ ଆସିଲା, ମୋର ପୁଅଟିଏ ହେଲା ବା ଝିଅଟିଏ ହେଲା। କିନ୍ତୁ ସେଇ ପୁଅ ଝିଅ ଯେତେବେଳେ ବଡ଼ ହୁଅନ୍ତି ଆଜ୍ଞା ସେମାନେ ଭୁଲି ଯାଆନ୍ତି ବାପା ମା କଣ ସେମାନଙ୍କ ପାଇଁ କରିଛନ୍ତି, ସେମାନଙ୍କର ଆଉ ମନେ ନଥାଏ। ସେମାନେ ଯେତେବେଳେ ଛୋଟ ଥାଆନ୍ତି ତାଙ୍କ ପାଇଁ ସେମାନେ କଣ କରିଥିଲେ ତାଙ୍କର ଆଉ କିଛି ମନେ ନଥାଏ, କିମ୍ବା ସେମାନେ ମନେ ପକେଇବାକୁ ଚାହାନ୍ତି ନାହିଁ କିମ୍ବା ଜାଣିବାକୁ ଚାହାନ୍ତି ନାହିଁ। ସେମାନେ ସିନା ନିଜର ଦେଖୁନାହାନ୍ତି, ତାଙ୍କ ଆଗରେ ଯୋଉ ଛୋଟ ଶିଶୁମାନଙ୍କୁ ବାପା ମା ପାଳୁଛନ୍ତି ତାଙ୍କୁ ତ ଦେଖୁଥିବେ କେତେ କଷ୍ଟରେ ପାଳୁଛନ୍ତି, ତାହା ଦେଖିଲେ ମଧ୍ୟ ସେମାନେ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଆଜ୍ଞା କେତେକ କ୍ଷେତ୍ରରେ ତ ବିବାହ ପରେ ନିଜେ ପିତାମାତା ବନି ସାରିଲା ପରେ ମଧ୍ୟ ଅଧିକାଂଶ ଲୋକ ଅଛନ୍ତି ପିତାମାତାଙ୍କର କଷ୍ଟକୁ ବୁଝି ପାରୁନାହାନ୍ତି। ମୁଁ କହୁଛି ମ୍ୟାରେଜ ନ ହେଇଥିବା ପର୍ଯ୍ୟନ୍ତ ଜଣେ ବୁଝି ନ ପାରିଲା ବି ଯଦି ସେଇଟା ଗୋଟେ ପ୍ରକାର ଚଳିଲା, କିନ୍ତୁ ନିଜେ ବିବାହ କରି ନିଜେ ସନ୍ତାନ ସନ୍ତତି ଜନ୍ମ କଲା ପରେ ଯେତେବେଳେ ଆମେ ବଡ଼ କରୁଛେ, କେତେ କଷ୍ଟ ଦେଇ ଆମେ ଗତି କରୁଛେ, ସେମାନଙ୍କୁ କୋଉ ପ୍ରକାର ସ୍ନେହ ଶ୍ରଦ୍ଧା ଦେଇ ଆମେ ବଡ଼ କରୁଛେ, ସେଇଥିରୁ ତ କମ ସେ କମ ନିଜ ବାପା ମାଙ୍କର ତ୍ୟାଗ ନିଜ ବାପା ମାଙ୍କର ଅବଦାନ ବିଷୟରେ ଆମେ ଜାଣିନେବା ଉଚିତ। ଆମେ ସେଇଟାକୁ ରିଏଲାଇଜ କରିନେବା ଉଚିତ, ବୁଝି ନେବା ଉଚିତ। କିନ୍ତୁ ନିଜେ ବିବାହ କରିସାରି ନିଜେ ସନ୍ତାନ ସନ୍ତତି ଜନ୍ମ କରି ବଡ଼ କଲା ପରେ ମଧ୍ୟ ଆମେମାନେ ବହୁତ କ୍ଷେତ୍ରରେ ଜାଣିପାରୁନାହିଁ ପିତାମାତା ଆମ ପାଇଁ କଣ କରିଥିଲେ। ଆମେ ନିଜେ ଅଙ୍ଗେଇ ନିଭେଇଲା ପରେ ମଧ୍ୟ ବୁଝିବାକୁ ଆମେ ନାରାଜ। ଏପରି କରନ୍ତୁ ନାହିଁ। ପିଲାଟିଏ ଯେତେବେଳେ ବଡ଼ ହେଇଯାଉଛି ସେ ସାଙ୍ଗସାଥୀଙ୍କ ପ୍ରତି ବେଶୀ ଆକର୍ଷିତ ହେଉଛି, ଝିଅ ହେଇଥାଉ କିମ୍ବା ପୁଅ ହେଇଥାଉ। ଆଜ୍ଞା ପିତାମାତା ଯିଏ ଆମକୁ ଭଲ ପାଇବା ଶିଖେଇଛନ୍ତି, ଯାହାଠାରୁ ଆମେ କଥା କହିବା ଶିଖିଛୁ, ଚାଲିବା ଶିଖିଛୁ, ସ୍ନେହ ଶ୍ରଦ୍ଧା କଣ ଯିଏ ଆମ ମନରେ ତାର ମଞ୍ଜି ବୁଣିଛନ୍ତି, ଆମେ ଜାଣିଛୁ ଯାହାଠାରୁ ସ୍ନେହ ଶ୍ରଦ୍ଧା ଭଲ ପାଇବା, ଆଜ୍ଞା ତାଙ୍କୁ ଆମେ ଭଲ ପାଇବା ଦେବା ଭୁଲି ଆମେ ଅନ୍ୟ ଆଡ଼େ ଭଲ ପାଇବା ଖୋଜୁଛନ୍ତି। ତାଙ୍କୁ ଆମେ ଭଲ ପାଇବା ନ ଦେଇ ଆମେ ଅଲଗା ଆଡ଼େ ଭଲ ପାଇବାକୁ ଅନ୍ୱେଷଣ କରୁଛେ। କଣ ହେଉଛି ନା ବଡ଼ ହେଇଗଲା ପରେ ଆମେ ଯେତେବେଳେ ପୁରା ନିଜ ଗୋଡ଼ରେ ଠିଆ ହେଇଯାଉଛେ, ଆମକୁ ଆଉ ପିତାମାତାଙ୍କର ଯୋଉ ସମୟରେ ଆଉ ଦରକାର ନାହିଁ, ଆମେ ନିଜେ ନିଜେ କମେଇ ପାରୁଛୁ, ନିଜେ ନିଜେ ପ୍ରତ୍ୟେକ କାମ କରି ଚଳି ପାରୁଛୁ, ସେ ସମୟରେ ବାପା ମାଙ୍କୁ ପ୍ରାୟତଃ ପୁଅ ଝିଅ ଭୁଲି ଯାଉଛନ୍ତି। ଏପରିକି ସେମାନେ ନିଜେ ନିଜେ ଠିକ କରି ନିଜେ ନିଜେ ଜୀବନ ସାଥୀ ଖୋଜି ପିତାମାତାଙ୍କର ବିରୁଦ୍ଧ ଯାଇ ମଧ୍ୟ ବିବାହ କରି ପକାଉଛନ୍ତି। ଆଜ୍ଞା ମୁଁ କହିବି ଆପଣ ଯାହା ବି କରନ୍ତୁ, ଲଭ୍ ମ୍ୟାରେଜ ବି ଯଦି କରୁଛନ୍ତି ପିତାମାତାଙ୍କର ଅନୁମତି ନେଇ କରନ୍ତୁ, ପିତାମାତାଙ୍କର ଆଶୀର୍ବାଦ ନେଇ କରନ୍ତୁ, ସେମାନଙ୍କର ସମ୍ମତିର ସହ କରନ୍ତୁ। ତାକୁ ଆରେଞ୍ଜ କରି କରାନ୍ତୁ,
କିମ୍ବା ତାଙ୍କର ସମ୍ମତି ନେଇ କରାନ୍ତୁ। ଆପଣ ତାଙ୍କର ବିରୁଦ୍ଧରେ ଯାଇ ତାଙ୍କୁ ଧୋକା ଦେଇ ଆଜ୍ଞା ବିବାହ କରିବାଟା ଉଚିତ ନୁହେଁ। ଜୀବନର ଏଇଟା ଗୋଟେ ବହୁତ ବଡ଼ ନିଷ୍ପତ୍ତି, ଯୋଉଟା କି ବାପା ମାଙ୍କର ଆଶୀର୍ବାଦ ନହେଲେ ଆପଣ କେବେ ସକ୍ସେସ୍ ହେଇପାରିବେ ନାହିଁ। ଆଉ ଗୋଟେ କଥା ଆଜ୍ଞା ମୁଁ କହିବାକୁ ଚାହେଁ, ଯିଏ ନିଜର ପିତାମାତାଙ୍କୁ ଧୋକା ଦେଇ ଆଉ ଜଣକୁ ଭଲ ପାଇ ପାରିଲା, ତାଙ୍କ ଭଲ ପାଇବାକୁ ଛାଡ଼ି ଆଉ ଜଣଙ୍କର ହେଇପାରିଲା, ଆଜ୍ଞା ସେ ତାକୁ ଯେ କେତେ ଦିନ ତାର ହେଇ ରହିବ, ତାକୁ ଯେ ଧୋକା ନଦେବ ଏହାର କିଛି ଗ୍ୟାରେଣ୍ଟି ନାହିଁ। ପିତାମାତାଙ୍କର ଯେ ହେଇ ନ ପାରିଲା ସେ ଆଉ କାହାର ହବ, ଆର କିଛି ଗ୍ୟାରେଣ୍ଟି ନାହିଁ। ତେଣୁ ଆଜ୍ଞା ଯାହା ବି କରନ୍ତୁ ପିତାମାତାଙ୍କର ଆଶୀର୍ବାଦ ନେଇ କରନ୍ତୁ। ତାପରେ ବିବାହ ପରେ ମଧ୍ୟ ସେ ଆରେଞ୍ଜ ମ୍ୟାରେଜ ହଉ ଲଭ୍ ମ୍ୟାରେଜ ହଉ, ଯେତେବେଳେ ବିବାହ ସରିଯାଉଛି ଆମେ ପ୍ରତ୍ୟେକ ନିଜ ନିଜର କର୍ମ ବନ୍ଧନରେ ବାନ୍ଧି ହୋଇ କିଏ କୋଉଠି ରହୁଛନ୍ତି। ସମସ୍ତଙ୍କୁ ସୌଭାଗ୍ୟ ମିଳେ ନାହିଁ ପିତାମାତାଙ୍କ ପାଖରେ ରହିବା ପାଇଁ। ତେଣୁ ଯୋଉଠି ବି ରୁହନ୍ତୁ ନା କାହିଁକି, ଆଜିକାଲି ତ ଫୋନ ସୁବିଧା ଅଛି, ଫୋନ କରି ପିତାମାତାଙ୍କୁ ଭଲ ମନ୍ଦ ସୁବିଧା ଅସୁବିଧା ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଯେତେ ସମ୍ଭବ ଚେଷ୍ଟା କରନ୍ତୁ ତାଙ୍କ ପାଖରେ ରହିବାକୁ କିମ୍ବା ତାଙ୍କୁ ପାଖରେ ରଖିବା ପାଇଁ। ଯଦି ଅସମ୍ଭବ ହେଉଛି ତାହେଲେ ମଧ୍ୟ ଆପଣ ଫୋନ ଦ୍ୱାରା ନିଜର କେୟାରଟାକୁ ଦେଖେଇ ପାରିବେ, ନିଜର କର୍ତ୍ତବ୍ୟଟାକୁ କିଛି ମାତ୍ରାରେ କରିପାରିବେ। ତାଙ୍କର ସ୍ୱାସ୍ଥ୍ୟ କଥା ବୁଝନ୍ତୁ, ତାଙ୍କର ସୁଖ ଦୁଃଖ ବୁଝନ୍ତୁ। ସେ ପାଖରେ ଥାଆନ୍ତୁ ବା ଦୂରରେ ଥାଆନ୍ତୁ, ଆପଣଙ୍କର କର୍ତ୍ତବ୍ୟ ଆପଣ ଠିକ ଭାବରେ କରିବାକୁ ଚେଷ୍ଟା କରନ୍ତୁ। ପାଖରେ ରହିବାଟା ଯଦି ସମ୍ଭବ ହଉନାହିଁ, ଆପଣ ଦୂରରେ ରହି ମଧ୍ୟ ଆପଣଙ୍କର କର୍ତ୍ତବ୍ୟ କରିପାରିବେ। ଆଉ ଯଦି ସମ୍ଭବ ଆପଣ ସମସ୍ତେ ଗୋଟେ ପରିବାରରେ ପାଖରେ ରୁହନ୍ତୁ। କାହିଁକି ନା ଆମେ ଯେତେବେଳେ ଛୋଟ ଥିଲୁ ଆମେ ତାଙ୍କ ଉପରେ ଆଶ୍ରିତ ଥିଲୁ, ତାଙ୍କ ବିନା ଆମେ ଚଳି ପାରୁନଥିଲୁ। ଆମେ ଆମ ପାଇଁ ସେମାନେ ସାହାରା ହେଇଥିଲେ, ଠିକ ସେମିତି ଆମେ ଯେତେବେଳେ ବଡ଼ ହେଇଯାଉଛେ ଆମେ ତାଙ୍କର ସାହାରା ହେବା ଉଚିତ। ତାଙ୍କର ସେତେବେଳେ ବଳ ବୟସ ଅର୍ଥ ସବୁ ସରିଯାଉଛି, ଶରୀର ରୋଗାକ୍ରାନ୍ତ ହେଇଯାଉଛି, ସେମାନେ ସେତେବେଳେ ଆମର ସାହାରା ଲୋଡ଼ିଥାନ୍ତି। ତେଣୁ ଆମକୁ ସେମାନଙ୍କ ପାଇଁ ସାହାରା ବନିବାକୁ ପଡ଼ିବ ଆଜ୍ଞା। ସେମାନେ ଯେମିତି ନିଜେ ନ ଖାଇ ଆମର ପ୍ରତ୍ୟେକ ଇଚ୍ଛାକୁ ପୂରଣ କରୁଥିଲେ, ଆମର ସ୍ୱାସ୍ଥ୍ୟ, ଆମର ଖାଇବା ପିଇବା, ଆମର ସମସ୍ତ ଜିନିଷ, ପାଠ ପଢ଼ାରୁ ଧରି ଭଲ ମନ୍ଦରୁ ସବୁ ଇଚ୍ଛାକୁ ସେମାନେ ଆମର ପୂରଣ କରୁଥିଲେ। ତାଙ୍କର ତ ସେ ସମୟରେ ପାଠ ପଢ଼ା ନଥାଏ, କେବଳ ଖାଇବେ ମୁଠେ ଆଜ୍ଞା, ଆଉ ତାଙ୍କର ସ୍ୱାସ୍ଥ୍ୟକୁ ଆମେ ଦେଖିବା ଆଉ ଭଲ ଭାବରେ କଥା ଦିପଦ କହିବା। ସେତିକି କଣ ଆମେ କରିପାରିବା ନାହିଁ? ଆମେ ଯାହା ଖାଉଛେ ତାଙ୍କୁ ଦେବା। ଯଦି ସେ କିଛି ଅଳି କରୁଛନ୍ତି, ଯେମିତି ଛୁଆଟିଏ ଅଳି କଲେ ଆମେ ତାର ପୂରଣ କରୁଛୁ, ଯଦି କିଛି ସମ୍ଭବ ହେଇପାରୁଛି, ଏମିତି ଜିନିଷ ବାପା ମା କେବେ ମାଗନ୍ତିନି ଯୋଉଟା ଅସମ୍ଭବ ହେଇଥିବ। ଯଦି ସମ୍ଭବ ହେଇପାରୁଛି, ଛୁଆଟି ଯେମିତି ମାଗିଲେ ଆମେ ତାର କିଛି ପୂରଣ କରୁଛୁ, ବାପା ମାଙ୍କର ମଧ୍ୟ କିଛି ଅଳି ଆମେ ପୂରଣ କରିବାକୁ ଚେଷ୍ଟା କରିବା। ଆଉ ଯଦି ଆମ ଦ୍ୱାରା ହେଉନାହିଁ ତାହେଲେ ସେଠି ବୁଝାଇ ଦେଇ କହିବା କିମ୍ବା ଚୁପ୍ ରହିବା। ଆଜ୍ଞା ତାଙ୍କ ଉପରେ ଉଚ୍ଚ ସ୍ୱରରେ କଥା କହି ତାକୁ କଷ୍ଟ ଦେବାଟା ଉଚିତ ନୁହେଁ। କାହିଁକି ନା ତାଙ୍କ ଆଖିରୁ ଯଦି ଦି ଟୋପା ବୋହିଲା, ସେଇଟା ଆମର ଅସ୍ତିତ୍ୱକୁ ଧ୍ୱଂସ କରିଦବ। ଆମ ପାଇଁ ସେଇଟା ଉଚିତ ନୁହେଁ। କାହିଁକି ନା ଆପଣ ଦେଖନ୍ତୁ ଦୁନିଆରେ ସେ କେତେ ଦୁର୍ଦାନ୍ତ ବ୍ୟକ୍ତି ହେଇଥାଉ, କେତେ ବଦମାସ ବ୍ୟକ୍ତି ହେଇଥାଉ, ନିଜ ସନ୍ତାନ ପାଇଁ ସମସ୍ତେ ଭଲ, ନିଜ ସନ୍ତାନ କ୍ଷେତ୍ରରେ ସମସ୍ତେ ଅଲଗା। ସମାଜରେ ସେ ଯାହା ହେଇଥାଉ କିନ୍ତୁ ତା ସନ୍ତାନ ସନ୍ତତି ପାଇଁ ସେ ଖୁବ ଭଲ ହେଇଥାଏ। ତେଣୁ ପିତା ମାତାଙ୍କର ସ୍ଥାନ କେହି ମଧ୍ୟ ନେଇପାରିବେ ନାହିଁ। ତେଣୁ ଆପଣ ମଧ୍ୟ ଦୟାକରି ସେମାନଙ୍କ ମନରେ କେବେ କଷ୍ଟ ଦିଅନ୍ତୁ ନାହିଁ। ଝିଅଟିଏ ହେଇଥାଉ ବା ପୁଅଟିଏ ହେଇଥାଉ, ଆଜ୍ଞା ଆମର ତ ସମାଜର ନିୟମ ହିସାବରେ ପୁଅଟିଏ ହିଁ ପିତାମାତାଙ୍କୁ ଦେଖିଥାଏ। ଝିଅମାନେ ଚାହିଁବା ସତ୍ତ୍ୱେ ଆଜ୍ଞା ଦେଖି ପାରୁନାହାନ୍ତି, କାହିଁକି ନା ସମାଜର ନିୟମ ସେମିତି। ଆମେ ଆସିଲୁ ପର ଘରକୁ, ଆମେ ପର ଘରେ ପର ପିତାମାତାଙ୍କୁ, ଯିଏ ଆମର ଧର୍ମର ପିତାମାତା ହେଲେ, ଶାଶୁ ଶ୍ୱଶୁର ହେଲେ, ତାଙ୍କୁ ଆମେ ଦେଖିଲୁ। ତାଙ୍କର ଯିଏ ପୁଅ ସିଏ ତାଙ୍କ ପିତାମାତାଙ୍କୁ ଦେଖିଲେ, ଝିଅ ଯାଇ ଅନ୍ୟ ଘରେ ପିତାମାତାଙ୍କୁ ଦେଖିଲା। ଏଇଟା ତ ଆମ ସଂସାରର ନିୟମ ହେଇଯାଇଛି। ଝିଅମାନେ ଚାହିଁଲେ ମଧ୍ୟ ନିଜ ପିତାମାତାଙ୍କୁ ଦେଖି ପାରୁନାହାନ୍ତି, ସେ ଯାଇ ଅନ୍ୟ ଘରେ ଧର୍ମର ପିତାମାତାଙ୍କୁ ଦେଖିବାକୁ ପଡୁଛି। କିନ୍ତୁ ପୁଅମାନଙ୍କୁ ସେ ସୌଭାଗ୍ୟ ମିଳିଛି ନିଜ ଜନ୍ମ କଲା ପିତାମାତାକୁ ଦେଖିବା ପାଇଁ। ତେଣୁ ସେ ଜନ୍ମ କଲା ପିତାମାତାଙ୍କୁ ଆପଣ କେବେ ଅନାଦର କରନ୍ତୁ ନାହିଁ, ଭଲ ଭାବରେ ଦେଖନ୍ତୁ। ଆଜ୍ଞା ସେମାନେ ହୁଏତ ବୋହୂ ପାଇଁ ଖରାପ ହେଇଥିବେ, ଜ୍ୱାଇଁ ପାଇଁ ଖରାପ ହେଇଥିବେ, କିନ୍ତୁ ନିଜ ପୁଅ ଝିଅ ପାଇଁ ସେମାନେ କେବେ ଖରାପ ନୁହନ୍ତି। ତେଣୁ ନିଜର ପୁଅ ଝିଅ କେବେ ବି ପିତାମାତାଙ୍କୁ ପଦାଘାତ କରନ୍ତୁ ନାହିଁ। ସେ ଯେକୌଣସି ପରିସ୍ଥିତି ହଉନା କାହିଁକି, ଆପଣ ଯଦି ଆପଣଙ୍କର ଜନ୍ମ କଲା ପିତାମାତାଙ୍କୁ
ଠିକ ଭାବରେ ଦେଖି ନ ପାରିବେ ତାହେଲେ ସେଇଟା ଆପଣଙ୍କ ପାଇଁ ଭଲ ହେବ ନାହିଁ। ସେ ବୋହୂ ନ ଦେଖୁ ଆପଣ ଯଦି ପୁଅ ଆପଣ ଭଲସେ ଦେଖନ୍ତୁ। ସେ ଜ୍ୱାଇଁ ନ ପଚାରୁ ଆପଣ ଯଦି ଝିଅ ଆପଣ ଦିପଦ ଭଲସେ ପଚାରି ପାରିବେ। ଯୋଉଠି ରହନ୍ତୁ ନା କାହିଁକି, ଦିନେ ଦିନେ ସମୟ ମିଳୁନା କାହିଁକି, ସପ୍ତାହେ ସମୟ ମିଳୁନା କାହିଁକି, ଆପଣ ଯୋଉ ସମୟଟି ପାଉଛନ୍ତି ସେଇ ସମୟରେ ଆପଣଙ୍କର ପିତାମାତାଙ୍କୁ ଦେଖିପାରିବେ, ସ୍ନେହ ଶ୍ରଦ୍ଧା ଦେଇପାରିବେ, ଭଲ ମନ୍ଦ ବୁଝିପାରିବେ, ଫୋନରେ ମଧ୍ୟ ପଚାରି ପାରିବେ। ପୁଅଟି ମଧ୍ୟ ଯଦି ଆପଣଙ୍କର ପିତାମାତା ଏବଂ ଆପଣଙ୍କର ସ୍ତ୍ରୀ ମଧ୍ୟରେ କିଛି ମନମାଳିନ୍ୟ ହଉଛି, ସେଠି ଯଦି ବୋହୂଟି ଚାହୁଁନାହିଁ ରହିବା ପାଇଁ କିମ୍ବା ପିତାମାତା ଚାହୁଁନାହାନ୍ତି ବୋହୂ ସାଙ୍ଗରେ ରହିବା ପାଇଁ, ସେଠି କିନ୍ତୁ ଆପଣ କୋଉ ପକ୍ଷ ପାଇଁ କାହାକୁ ଛାଡି ପାରିବେ ନାହିଁ। ଆପଣ ଆପଣଙ୍କର କର୍ତ୍ତବ୍ୟ କରିବାକୁ ପଡିବ। ନିଜ ପରିବାରକୁ ଯେମିତି ଦେଖିବେ, ପିତାମାତାକୁ ମଧ୍ୟ ଠିକ ସେମିତି ବାଲାନ୍ସ କରି ଦେଖିବାକୁ ପଡିବ। ତାଙ୍କର ସୁବିଧା ଅସୁବିଧା ବୁଝିବାକୁ ପଡିବ। ଆପଣ ଜଣଙ୍କ ପାଇଁ ଜଣକୁ ଛାଡି ପାରିବେ ନାହିଁ। ଆପଣଙ୍କୁ ସବୁଆଡେ ସମତୁଲ ଭାବରେ ବାଲାନ୍ସ କରି ଦେଖିବାକୁ ପଡିବ। ଆପଣ ପିତାମାତାଙ୍କୁ ଦେଖିବାକୁ ହିଁ ପଡିବ। ଆପଣ ଯଦି ଯାହା ରୋଜଗାର ଆପଣଙ୍କର ହଉ, ସ୍ୱଳ୍ପ ରୋଜଗାର ହେଲେ ମଧ୍ୟ ସେଥିରେ ଯଦି ଘରର 4 ଜଣଙ୍କର ଆପଣ ଦାୟିତ୍ୱ ନେଇ ପାରୁଛନ୍ତି, ତାଙ୍କର ଆବଶ୍ୟକତା ପୂରଣ କରିପାରୁଛନ୍ତି, ତାହେଲେ ପିତାମାତାଙ୍କ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ସେ ଦାୟିତ୍ୱ ସେ ଆବଶ୍ୟକତାଟା ପୂରଣ କରିବାକୁ ପଡିବ। ଅର୍ଥ ନାହିଁ ବୋଲି କୌଣସି ପ୍ରକାର ବାହାନା ଦେଖେଇଲେ ହବ ନାହିଁ ଆଜ୍ଞା। ଆପଣଙ୍କୁ କରିବାକୁ ପଡିବ। ଯେତିକି ରୋଜଗାର ହଉଛି ତାକୁ ଭାଗ କରି ପ୍ରତ୍ୟେକକୁ ଦେଖିବାକୁ ପଡିବ। ଏବଂ ପିତାମାତାଙ୍କୁ ଯଦି ଆମେ ନ ଦେଖିବା ତାହେଲେ କେତେ ପୂଜା ପାଠ କଲେ ମଧ୍ୟ କିଛି ଲାଭ ନାହିଁ। ମୁଁ ଏତିକି କହି ମୋର ଭିଡିଓଟିକୁ ଏଇଠି ରଖୁଛି। ଯଦି ମୋର ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଅଧିକରୁ ଅଧିକ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ ଏବଂ ସବସ୍କ୍ରାଇବ କରିବେ। ରହୁଛି, ନମସ୍କାର।